ଆରେ ପିଆଜ ରସୁଣ ଟମାଟର ଆଜି କ'ଣ ବାଇଗଣ ଆସିନି କି? ବାଇଗଣ କୁଆଡ଼େ ଗଲା? ବାଇଗଣ ଆଜି କିଛି ଗପ ହବ ଶୁଣିବନି? ଆସିନି କ'ଣ ପାଇଁ? ଆଳୁ ଅଜା ବାଇଗଣ କଥା କୁହନ୍ତୁନି, ତାପରେ ବଡ଼ ବଡ଼ ସମସ୍ୟା ସବୁ ଆସୁଛି। ସେ କେମିତି କ'ଣ ସମାଧାନ କରିବ କିଛି ଜାଣିପାରୁନି। ସେଇଥିପାଇଁ ମନ ଦୁଃଖରେ ଆଜି ଆସିନି ଆଉ। ବଡ଼ ବଡ଼ ସମସ୍ୟା ତ ଆସିବ, ବଡ଼ ବଡ଼ ହଉ, କ'ଣ ହେଲା? ବଡ଼ ବଡ଼ ସମସ୍ୟାରେ ବି ଗୋଟିଏ ଛୋଟିଆ ସମାଧାନ ରହିଥାଏ। ଆଉ ବଡ଼ ବଡ଼ ସମସ୍ୟା ଆସିଲେ ଆମେ ଅସ୍ତବ୍ୟସ୍ତ ନ ହୋଇ ତାର ବାଟ ଖୋଜିବା। ଦେଖିବ ନିଶ୍ଚିନ୍ତ ତାର ସମାଧାନ ବାଟ ଛୋଟିଟେ ହେଇଥିବ। ଆମେ ଅସ୍ତବ୍ୟସ୍ତ ନ ହୋଇ ତାର ସମାଧାନ ଖୋଜିବାକୁ ଚେଷ୍ଟା କରିବା। ତମକୁ ଆଜି এই ବିଷୟରେ ଗୋଟେ କାହାଣୀ ଶୁଣେଇବି। କାହାଣୀ ଶୁଣିବ ଆଉ এই ଭିଡ଼ିଓଟି ତା ପାଖକୁ ସେୟାର କରିଦେବ, ବୁଝିଲ? ହଉ ହଉ ଅଜା, ଏଥର ଭିଡ଼ିଓଟି ଆରମ୍ଭ କର, ଆଉ ଜମା ଲେଟ୍ କର ନା। ହଉ, ମୁଁ ଏବେ ଯେଉଁ କାହାଣୀ କହିବା ପାଇଁ ଯାଉଛି, କାହାଣୀର ନାମ ହେଲା ବଡ଼ ସମସ୍ୟାର ଛୋଟ ସମାଧାନ। ଏ ବହୁତ ଦିନ ତଳର କଥା। ଗୋଟେ ବିରାଟ ବଡ଼ ଗାଁରେ ଜଣେ ଜମିଦାର ଥାଆନ୍ତି। ତାଙ୍କର ବହୁତ ଧନ ସମ୍ପତ୍ତି। ଅଜା, ସେଇଠୁ ତାପରେ କ'ଣ ହେଲା? ଦିନେ କ'ଣ ହେଇଛି ନା, ଜମିଦାରଙ୍କର ହଠାତ୍ ଆଖିରେ କିଛି ପ୍ରୋବ୍ଲେମ୍ ଆସିଲା। ଅଜା, ପ୍ରୋବ୍ଲେମ୍ ଆସିଲା ମାନେ କ'ଣ ହେଲା? ଜମିଦାରଙ୍କର ଆଖି ପୋଡ଼ିବାକୁ ଲାଗିଲା ଆଉ ସେ ସଙ୍ଗେ ସଙ୍ଗେ ଡକ୍ଟର ପାଖକୁ ଚାଲିଗଲେ। ଆଉ ଡକ୍ଟର ଆଖି ଚେକଅପ୍ କଲେ ଆଉ ସେ ଜମିଦାରଙ୍କୁ କହିଲେ, ଆପଣ ଆଖିରେ ଗୋଟିଏ ପ୍ରକାର ଇନଫେକ୍ସନ୍ ହେଇଯାଇଛି। ଆପଣ ଖାଲି ସବୁଜ କଲର୍ ଦେଖିପାରିବେ। ସବୁଜ କଲର୍କୁ ଛାଡ଼ିଦେଲେ ଆଉ ଯେଉଁ କଲର୍ ଦେଖିବେ ଆପଣଙ୍କ ଆଖି ଜଳିବାକୁ ଲାଗିବ ବା ଆପଣଙ୍କ ଆଖିରେ ପୋଡ଼ା ଆରମ୍ଭ ହୋଇଯିବ। ଏହା ଶୁଣି ଜମିଦାର ବଡ଼ ଚିନ୍ତାରେ ପଡ଼ିଗଲେ। କରିବେ କ'ଣ? ସେଇଠୁ ସେ ତାଙ୍କ ଗାଁକୁ ଫେରି ଆସିଲେ ଆଉ ଅଧିକ ସମୟ ଆଖି ବନ୍ଦ ରଖୁଥିଲେ। ବୋଲି ସେ କେତେ ଦିନ ଆଖି ବନ୍ଦ କରିବେ? ସେ କ'ଣ କଲେ, ତାଙ୍କ ପାଖ ଲୋକଙ୍କୁ ଡାକିଲେ। ସେ ତ ଜମିଦାର, ତାଙ୍କ କଥା ସମସ୍ତେ ଶୁଣିବେ। ସେ କହିଲେ, ଦେଖ, ଯେତେ ଟଙ୍କା ଲାଗୁଛି ଲାଗୁ, ତମେମାନେ ଗାଁଟାକୁ ପୁରା ସବୁଜ ରଙ୍ଗ କରିଦିଅ। ସବୁ ଜିନିଷ ଏମିତି ସବୁଜ କଲର୍ ହେବା ଦରକାର। ଆଉ ଏହାପରେ ତାଙ୍କ କର୍ମୀମାନେ ତାଙ୍କ କଥା ଶୁଣି ସେୟା ହିଁ କଲେ। ଗାଁଟାକୁ ପୁରା ସବୁଜ ରଙ୍ଗ କରିଦେଲେ। ଯୁଆଡ଼େ ଦେଖ ଖାଲି ସବୁଜ ସବୁଜ। ଆଉ ଏହା କରିବାକୁ ପ୍ରାୟ 2 ମାସ ଲାଗିଗଲା ଆଉ ବହୁତ ପଇସା ମଧ୍ୟ ଖର୍ଚ୍ଚ ହେଲା। ପୁରା ଗାଁଟା ସବୁଜ ରଙ୍ଗ ହେଲା ପରେ ଜମିଦାର ବାହାରକୁ ବାହାରିଲେ ଆଉ ତାଙ୍କ ଆଖିରେ କିଛି ଜଳାପୋଡ଼ା ହେଲା ନାହିଁ, କାରଣ ଗାଁଟା ପୁରା ସବୁଜ କଲର୍ ହିଁ ହେଇଯାଇଥିଲା। ଆଉ ଜମିଦାରଙ୍କର ଦେହ ଖରାପ କଥା ଶୁଣି ତାଙ୍କ ଜଣେ ବନ୍ଧୁ ବାହାର ଦେଶରୁ ଆସିଲେ। ଦେଖିଲେ ଗାଁଟା ଯାକ ପୁରା ସବୁଜ ସବୁଜ କଲର୍ ହେଇଯାଇଛି। କହିଲେ, କଥା କ'ଣ? ସବୁ ଲୋକମାନଙ୍କୁ ପଚାରିବାକୁ ଲାଗିଲେ। ଲୋକମାନେ ଜମିଦାରଙ୍କ ଭୟରେ କିଛି କହୁନାହାନ୍ତି। ତାପରେ ବନ୍ଧୁ ଜଣକ ଜମିଦାରଙ୍କ ପାଖରେ ଆସି ପହଞ୍ଚିଲେ ଆଉ ଜମିଦାରଙ୍କୁ ଗାଁ ସବୁଜ କଲର୍ ହୋଇଥିବା କଥା ପଚାରିଲେ। ଜମିଦାର ସବୁ କଥା କହିଲେ। ତାପରେ ବନ୍ଧୁ ଜଣକ ମୁଣ୍ଡିରେ ହାତ ଦେଲେ। କହିଲେ, ଏଇ ସମସ୍ୟାର ସମାଧାନ ଗୋଟେ ଛୋଟିଆଟି ଥିଲା, ଆପଣ ଏତେ ବଡ଼ କାମ କରିଦେଲେ। ଜମିଦାର ଆଶ୍ଚର୍ଯ୍ୟ ହେଇଗଲେ ଆଉ କହିଲେ, ଏତେ ବଡ଼ ସମସ୍ୟାର ଗୋଟେ ଛୋଟିଆ ସମାଧାନ? ସେ ସମାଧାନଟା କ'ଣ ଥିଲା ଯାହା ମୁଁ ଜାଣିପାରିଲିନି? ସେ ଜମିଦାରଙ୍କ ବନ୍ଧୁ ଜଣକ କହିଲେ, ଯଦି ଆପଣଙ୍କୁ ସବୁଜ କଲର୍ ବ୍ୟତୀତ ଆଉ ଯେଉଁ କଲର୍ ଦେଖିଲେ ଆଖିରେ ଜଳାପୋଡ଼ା ହେଉଥିଲା, ତାହେଲେ ଆପଣ ସବୁଜ କଲର୍ ଚଷମାଟା ଲଗାଇ ଦେଲେନି। ଆପଣ ଯାହାକୁ ଦେଖିଥାନ୍ତେ ସବୁଜ କଲର୍ ହିଁ ଦେଖାଯାଇଥାନ୍ତା। ଆଉ ଏ ପୁରା ଗାଁଟାକୁ ସବୁଜ କଲର୍ କରିବା କ'ଣ ଆବଶ୍ୟକ ଥିଲା? ଆଉ ଜମିଦାର ତାଙ୍କ ବନ୍ଧୁ କଥା ଶୁଣି ପୁରା ଆଶ୍ଚର୍ଯ୍ୟ। କହିଲେ, ହଁ ତ, ସତ କଥା। ମୁଁ ଖାଲି ଚଷମା କଲର୍ଟା ମୁଁ ଚେଞ୍ଜ କରିଦେଇଥାନ୍ତି, ତାହେଲେ ସବୁ ସମାଧାନ ହେଇଥାନ୍ତା। ମୁଁ ଏତେ ଗୁଡ଼ିଏ ଟଙ୍କା କାହିଁ ଖର୍ଚ୍ଚ କଲି ଏତେ ସମୟ ନେଇକି? ଆମେ ଏଇ କାହାଣୀରୁ କ'ଣ ଶିଖିଲେ? ସମସ୍ୟା ବଡ଼ ରହିଥିବ, କିନ୍ତୁ ତା ସମାଧାନର ବାଟ ଛୋଟ ହିଁ ହେଇଥିବ। ଆମେ ଯାହାକୁ ଖୋଜିବାକୁ ଚେଷ୍ଟା ହିଁ କରୁନାହୁଁ, ବୁଝିଲ? ତମର ଯେତେ ବଡ଼ ବଡ଼ ସମସ୍ୟା ଆସୁ, ତାର ସମାଧାନ ବାଟ ଛୋଟ ହିଁ କେଉଁଠି ନା କେଉଁଠି ଥିବ, ବୁଝିଲ? ହଉ,
ଆଜି ତମମାନେ ଘରକୁ ଯାଅ। ଆଜି ପାଇଁ ଏ ଭିଡ଼ିଓଟି ଏତିକି। ଭିଡ଼ିଓଟି ନିହାତି ସେୟାର କରିବ। ହଉ ଅଜା, ଆମେ ରହିଲୁ। ଭିଡ଼ିଓଟି ଆଜି ବହୁତ ଭଲ ଲାଗିଲା।